କାଲିଠୁ ବଞ୍ଚା ଯାଇଥିବା କଙ୍କଡ଼ାମାନଙ୍କର ଗୋଟିଏ ସ୍ଲୋଗାନ ଥିଲା କି ଆମକୁ ବଞ୍ଚାଅ ଆମକୁ ବଞ୍ଚାଅ। ମୁଁ ଯେହେତୁ ଆମିଷ ନ ଖାଉଥିବା ପ୍ରାଣୀ, ମୁଁ ଚାହିଁଥିଲେ ସେମାନଙ୍କୁ ବଞ୍ଚେଇ ପାରିଥାନ୍ତି, ହେଲେ ତାଙ୍କୁ ଖାଇବାକୁ ଜଗି ରହିଥିବା ଅନ୍ୟ 4 ଜଣଙ୍କ ପାଟିରେ ମୁଁ କେମିତି ଧୂଳି ଦେଇଥାନ୍ତି? ବୋଉ ସକାଳୁ ତା ଅସ୍ତ୍ରଶସ୍ତ୍ର ଧରି ଚାଲି ଆସିଲା ତାଙ୍କର ମର୍ଡର ସହିତ ପୋଷ୍ଟମର୍ଟମ କରିବା ପାଇଁ। ପୋଷ୍ଟମର୍ଟମ କାମ ସରିବା ପରେ ଏପଟେ ବୋଉ ତାର ହାତ ଗ୍ରାଇଣ୍ଡରକୁ ବାହାର କରି ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କାକୁ ଗ୍ରାଇଣ୍ଡରିଂ କରିଦେଇଥିଲା। ତେଲରେ କଡ଼େଇ ଗରମ ହେଲା ପରେ ଆରେ ଭୁଲ କହିଦେଲି। କଢ଼େଇରେ ତେଲ ଗରମ ହେଲା ପରେ ଆଳୁ କଙ୍କଡ଼ାକୁ ଭାଜି ଦେଇଥିଲା। ତାପରେ କଢ଼େଇରେ ତେଲ ଦେଇ ଫୁଟଣ ଫୁଟେଇ କଲର ଲଙ୍କା ଗୁଣ୍ଡ ଛାଡ଼ି ଦେଇ ସ୍ୱାଦ ଅନୁସାରେ ଲୁଣ ଦେଇ ମସଲାକୁ କଷେଇ ନେଇଥିଲା। ମସଲା ହେଇଗଲା ପରେ ଭାଜି ରଖିଥିବା ଆଳୁ ଆଉ କଙ୍କଡ଼ାକୁ ଦେଇ ଆଉ ଅଳ୍ପ ସମୟ କଷି ପାଣି ଦେଇ ଫୁଟିବାକୁ ଛାଡ଼ି ଦେଇଥିଲା। ତରକାରୀ ଫୁଟିଗଲା ପରେ ଫାଇନାଲ ଲୁକ୍ଟା ତାର ଏମିତି ଥିଲା। ତରକାରୀ ଦେଖିଲା ପରେ କିଏ କିଏ ଛେପ ଡକିଛ କମେଣ୍ଟରେ କହିବେ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ୍ ନିହାତି କରିଦେବେ। ଜୟ ସାଇରାମ।